ମାଲୋ, ହୁଁ। ଇଏ ରଜ କାହିଁ ପାଳନ କରାଯାଏ କି? ରଜ ପର୍ବ ହଉଛି ମା ବସୁନ୍ଧରାଙ୍କ ଉଦ୍ଦେଶ୍ୟରେ ରଜ ପର୍ବ ପାଳନ କରାଯାଏ। ମା ବସୁନ୍ଧରା ରଜବତୀ ହେଇଥାନ୍ତି ତ, ସେଥିପାଇଁ ତାଙ୍କରି ସମ୍ମାନାର୍ଥେ ଏ ଉତ୍ସବ ପାଳନ କରାଯାଏ। ଯେମିତି ମାଙ୍କୁ ବାଧା ନହବ, କୌଣସି ପ୍ରକାର କଷ୍ଟ ନହବ, ପୀଡ଼ା ନହବ, ସେଥିପାଇଁ ରଜରେ କୌଣସି ହଳ କିମ୍ବା ହଣା ତଡ଼ା କି କୌଣସି ମାଟିକି ବାଧା ନହେଲା ଭଳିଆ କୌଣସି କାମ କରାଯାଏ ନାହିଁ। ଆଉ ତ ଉତ୍ସବ ତ ଦେଖୁଛୁ, ଘରେ ଘରେ ପିଠା ପଣା, ଆମ୍ବ କଦଳୀ ମିଷ୍ଟାନ୍ନ କେତେ କ'ଣ। କିନ୍ତୁ ରଜକୁ ମାନେ ଏତେ ମହତ୍ଵପୂର୍ଣ୍ଣ ପର୍ବ ଯେ ତାକୁ 5 ଦିନ ଧରିକି ପାଳନ କରାଯାଏ। ଯେମିତିକି ସଜବାଜ, ପହିଲି ରଜ, ରଜ ସଂକ୍ରାନ୍ତି, ଭୂମି ଦହନ, ବସୁମତୀ ସ୍ନାନ, ଏହିପରି 5 ଦିନ ଧରିକି ରଜ ପର୍ବ ପାଳନ କରାଯାଏ। ବସୁମତୀ ସ୍ନାନ ଦିନ ହେଲା ପଞ୍ଚମ ଦିନ। ସେଦିନ ବସୁମାତାଙ୍କୁ ସ୍ନାନ କରି ତାଙ୍କର ପୂଜାବିଧି କରିସାରିଲା ପରେ ଯେକୌଣସି କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ। ଆଚ୍ଛା।